जय जगन्नाथ मु दिवाकर दास आपण मानक प्रणाम करुच्ची अनेक भाव दिवाकर चैनल सहित जोड़ी होता आमर भक्त बंधु मैंने पचारि प्रश्न 16 सोमवार व्रत किभली भाव ये 16 सोमवार व्रत को नहीं कौन रही नियम तेणु ये 16 सोमवार व्रतर आम प्रकृत नियम ता सहित केमी व्रत करेंगे तार संपूर्ण भिड आप देखिले जापर देवदेव महादेव पवित्र मस हूँ श्रावण मस आप जेकोसी मसरे व्रत करवा गोटे कथा किंतु श्रावण मस जो मैंने 16 सोमवार व्रत आरंभ करती बहुत सुफल से मिले ଆପଣ ଶୁକ୍ଳପକ୍ଷ ସୋମବାର ଏ ବ୍ରତ ଆରମ୍ଭ କରିପାରିବେ। ଶୁକ୍ଳପକ୍ଷ ସୋମବାରରୁ ଏ ବ୍ରତ ଆରମ୍ଭ କଲେ ବହୁତ ସଫଳ ମିଳେ। ତେଣୁ ସୋମବାର ଆପଣ କ'ଣ କରିବେ ବ୍ରତ ସକାଳୁ ଆପଣ ଉଠି ପ୍ରାତଃସ୍ନାନ କରି ଚଉରାରେ ଜଳ ଦେଇ ସୂର୍ଯ୍ୟ ପୂଜା କରିସାରି ଠାକୁର ପୂଜା କରିଦିଅନ୍ତି। ତାପରେ ଶିବ ମନ୍ଦିରକୁ ଆପଣ ଯାଆନ୍ତୁ। ପ୍ରଥମେ ଯେଉଁମାନେ ବ୍ରତ ଆରମ୍ଭ କରୁଛନ୍ତି ସେମାନେ ଶିବ ମନ୍ଦିରକୁ ଯାଇ ବେଲପତ୍ର ଆଉ ଅକ୍ଷତ ହସ୍ତରେ ଧରି ବାମ ହସ୍ତରେ ଆପଣ ଧରି ଡାହାଣ ହାତ ତାପରେ ଧରି ପ୍ରଥମେ ସଂକଳ୍ପ କରିବେ। ହେ ଦେବଦେବ ମହାଦେବ ମୁଁ ଆପଣଙ୍କ ପାଇଁ ଏଇ 16 ସୋମବାର ବ୍ରତ ରଖୁଛି। ମୋତେ ସନ୍ତାନ ସୁଖ ଯେ ସନ୍ତାନ ପ୍ରାପ୍ତି ହୋଇନି ଯଦି ଆପଣଙ୍କର ଯଦି ପିଲା ଛୁଆ ଅବାଟକୁ ଯାଉଛନ୍ତି କିମ୍ବା କାହା ପାଇଁ ଆପଣ ବ୍ରତ ରଖୁଛନ୍ତି କି ଚାକିରି କ୍ଷେତ୍ରରେ ହେଉ କି ବିବାହ ହୋଇପାରୁନି ପ୍ରଭୁ ଆପଣ କୃପା ଗୋଟିଏ ବେଲପତ୍ରଟି ଅକ୍ଷର ଧରି ତାକୁ ସଂକଳ୍ପ କରି ଆପଣ ନହେଲେ 5ଟି ବେଲପତ୍ର ମଧ୍ୟ ଧରିକି କରିପାରିବେ ସଂକଳ୍ପ କରିବେ। ଆପଣ ବ୍ରାହ୍ମଣଙ୍କ ଦ୍ୱାରା ମଧ୍ୟ ସଂକଳ୍ପ କରିପାରିବେ। ତାକୁ ଶିବଙ୍କ ସଂକଳ୍ପ କରିସାରିଲା ପରେ ପ୍ରଭୁ ମୁଁ ଏଇ ବ୍ରତ 16 ସୋମବାର ବ୍ରତ ଆଜିଠୁ ରଖୁଛି। ତେଣୁ ଆପଣ ତାପରେ ସଂକଳ୍ପ କରିସାରିଲା ପରେ ଶିବ ମନ୍ଦିରରେ ଆପଣଙ୍କ ଘରେ ଶିବଙ୍କ ମସ୍ତକରେ ବା ଲିଙ୍ଗ ଉପରେ ସେଇ ବେଲପତ୍ରକୁ ଆପଣ ଚଢ଼େଇ ଦେବେ। ତାପରେ ଆପଣ ମନେ ରଖିଥାନ୍ତୁ ତାପରେ ଶିବଙ୍କର ପୂଜା କରିବେ କ୍ଷୀର ଦୁଗ୍ରା ଗୟସ ତାପରେ ଜଳ ଶିବଙ୍କ ମସ୍ତକେ ଲାଗି କରନ୍ତୁ। ଯାହା ପାଇଁ ପୂଜା କରୁଛନ୍ତି ମଧ୍ୟ ତା ପାଇଁ ମଧ୍ୟ କରିପାରିବେ। ଏ ବ୍ରତରେ ଆପଣ ମନେ ରଖିଥାନ୍ତୁ ବିଲକୁଲ ପିଆଜ ରସୁଣ ଆମିଷ 16 ସୋମବାର ବ୍ରତ ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ବିଲକୁଲ ଖାଇବେନି। ମାନେ କେଉଁ ଦିନ ଖାଇବେନି ମାନେ ସୋମବାର କେବଳ ଆପଣ ମାନେ ମନେ ରଖିଥାନ୍ତୁ ଆମିଷ ମଧ୍ୟ ଖାଇବେ ନାହିଁ। କିନ୍ତୁ ଆପଣଙ୍କର ଏଇ 16 ସୋମବାର ବ୍ରତର ଧାରଣ କରିବା ଦିନଠାରୁ 16 ସୋମବାର ସରିବା ପର୍ଯ୍ୟନ୍ତ ବିଲକୁଲ ଆମିଷ ଖାଇବା କଥା ନୁହେଁ। ଆଉ ଘରେ ରହୁଛନ୍ତି ପିଆଜ ରସୁଣ ଖାଇଲେ ଚଳିବ କିନ୍ତୁ ଆମିଷ ଖାଆନ୍ତୁ ନାହିଁ କାହିଁକିନା ଆପଣ ଯେହେତୁ ବ୍ରତ କରୁଛନ୍ତି। ଗୋଟିଏ ବେଳା ଭୋଜନ ଖରାବେଳେ ହିଁ ଆପଣ ଖାଇବେ। ଅନ୍ନ ଡାଲମା କରି ଖାଇପାରିବେ କିମ୍ବା 16 ସୋମବାର ବ୍ରତରେ ଆପଣ ଶାଗ ପିଇକି ମଧ୍ୟ ରହିପାରିବେ ଯାହା ଆପଣଙ୍କ ଇଚ୍ଛା। ଅନ୍ନ ଡାଲମା ଟିକେ କରି ମଧ୍ୟ ଆପଣ ବେଲପତ୍ର ଟିକେ ପକାଇ ଆପଣ ଗ୍ରହଣ କରନ୍ତୁ। ତାପରେ ଆପଣ ମନେ ରଖିଥାନ୍ତୁ ଶିବଙ୍କ ଦର୍ଶନ ପ୍ରତ୍ୟେକ ସୋମବାର ଆପଣ କରନ୍ତୁ। ଆଉ ରାତିରେ ଭୋଜନ ନିଷେଧ ତା ସହିତ ସୋମବାର ଦିନ ଆପଣ ମନେ ରଖିଥାନ୍ତୁ କେବେ ବି ଯେଉଁମାନେ ପୁରୁଷମାନେ ମଧ୍ୟ କରିପାରିବେ ସେମାନେ କେବେ ଦାଢ଼ି ନିଶ କାଟନ୍ତୁ ନାହିଁ ସୋମବାର। ତା ସହିତ ମଧ୍ୟ ଯେଉଁ ନାରୀମାନେ କରୁଛନ୍ତି ସେମାନେ ଏବେ ତ ବ୍ୟୁଟି ପାର୍ଲର ଯାଇକି କରୁଛନ୍ତି କିନ୍ତୁ ସେ ନଖ ଲୋମ ଦାଢ଼ି ସୋମବାର କାଟିବା କଥା ନୁହେଁ। ଯେହେତୁ ବ୍ରତ ଆପଣ ଧାରଣ କରୁଛନ୍ତି ତା ସହିତ ସୋମବାର ମଧ୍ୟ ସହବାସ ମଧ୍ୟ ନିଷେଧ ବ୍ରହ୍ମଚର୍ଯ୍ୟ ବ୍ରତ ମଧ୍ୟ ପାଳନ କରିବେ। ଯେହେତୁ ଆପଣ ବ୍ରତ ଧାରଣ କରିବେ ସନ୍ଧ୍ୟା ସମୟରେ ଦେବଦେବ ମହାଦେବଙ୍କ ନାମରେ ଦୀପଟି ଆପଣ ଜାଳିବେ। ତା ସହିତ ମଧ୍ୟ ଏଇ ସୋମବାର କେବେ ବି କଳା ବସ୍ତ୍ର ପିନ୍ଧନ୍ତୁ ନାହିଁ। ଧଳା ହେଉଛି ଶିବଙ୍କର ପ୍ରିୟ ଶୁକ୍ଳ ବସ୍ତ୍ର ଧାରଣ କରିପାରିବେ ଆଉ ଆପଣ ଧଳା ଫୁଲ ଶିବଙ୍କୁ ଲାଗି କରିବେ। ତା ସହିତ ମନେ ରଖିଥାନ୍ତୁ ଯଦି ଆପଣ ମନ୍ଦିର ନ ଯାଇପାରୁଛନ୍ତି ଘରେ ଶିବଙ୍କର ଫଟୋ ରଖି ମଧ୍ୟ ପୂଜା କରିପାରିବେ। ଆପଣ ଅନେକ ଭାବନ୍ତି ଯଦି ଆମେ 3ଟା ସୋମବାର କରିଛୁ ଆଉ ଚତୁର୍ଥ ସୋମବାର ଆମର ଋତୁସ୍ରାବ ହୋଇଗଲା ନାରୀମାନଙ୍କର ତ କ'ଣ କରିବେ ଆପଣ ସେଇ 3ଟା ସୋମବାର ପରେ ପୁଣି ନେକ୍ସଟ ସୋମବାରକୁ 4ଠୁ ଆରମ୍ଭ କରିବେ। ଯେ ବ୍ରତ ନଷ୍ଟ ହୋଇଗଲା ବୋଲି କି କଥା ନାହିଁ କିନ୍ତୁ ଯେତେବେଳେ ପ୍ରଥମ ସୋମବାର ଆପଣ ଆରମ୍ଭ କରୁଛନ୍ତି ଦ୍ୱିତୀୟ ସୋମବାରକୁ ଆପଣଙ୍କର ଋତୁସ୍ରାବ ହେଲା ଆପଣ ତୃତୀୟ ସୋମବାର ପୁଣି 1ଠୁ ଆରମ୍ଭ କଲେ ବହୁତ ଭଲ ହେବ। କାହିଁକିନା ଗୋଟିଏ ସୋମବାର ଆପଣ ମାତ୍ର ବ୍ରତ କରିଛନ୍ତି ଆପଣଙ୍କ ଋତୁସ୍ରାବ ହୋଇଗଲା କିମ୍ବା ଛୁତିକିଆ ମୃତ୍ତିକିଆ ହୋଇଗଲା ଯଦି 4-5ଟା ସୋମବାର ଯାଇଥିବ ଆପଣ କଲେ ତାକୁ ମିଶାଇ ଦେଲେ ଚଳିବ। ତାପରେ ପୁଣି ଆରମ୍ଭ କରିପାରିବେ। ଏ ବ୍ରତ ସମ୍ବନ୍ଧୀୟ ଆପଣମାନେ ନିଶ୍ଚିନ୍ତ ଭାବରେ କିଛି ତଥ୍ୟ ମଧ୍ୟ ଆପଣ ଏହି ଭିଡ଼ିଓରେ ପ୍ରାପ୍ତି କରିଛନ୍ତି ଭକ୍ତବନ୍ଧୁ। ତ ନିଶ୍ଚିନ୍ତ ଭାବରେ ଦେବଦେବ ମହାଦେବ କୃପା ଏହି ଶ୍ରାବଣ ମାସରେ ଆପଣଙ୍କର ହେବ। ତ 16 ସୋମବାର ଯେଉଁଦିନ ସରିବ ଉଦ୍ଯାପନୀ ଦିନ ଶିବ ମନ୍ଦିରରେ କିଛି ଖେଚେଡ଼ି କରି ପିଲାମାନଙ୍କୁ ବାଣ୍ଟି ଦିଅନ୍ତୁ। ତା ସହିତ ଗରିବ ଅସହାୟଙ୍କୁ ପ୍ରତ୍ୟେକ ସୋମବାର ଆପଣ ଯେଉଁମାନେ ବ୍ରତ କରୁଛନ୍ତି ଦାନ ଆପଣ ନିହାତି ଭାବରେ କରନ୍ତୁ। ଭକ୍ତବନ୍ଧୁ ଯଦି ଆପଣ ଦାନ କରିବା ପାଇଁ ଚାହୁଁଛନ୍ତି ମନ୍ଦିର ପାଖରେ ଦାନ କରିପାରିବେ। ବୃଷଭଙ୍କୁ ଖାଇବାକୁ ଆପଣ ଦିଅନ୍ତୁ। ବେଲ ଗଛରେ ଜଳ ଦିଅନ୍ତୁ। ତା ସହିତ ମଧ୍ୟ ମିଥ୍ୟା ହିଂସା ଠାରୁ ଦୂରରେ ଆପଣ ରୁହନ୍ତୁ। ପରଚର୍ଚ୍ଚା ପରନିନ୍ଦା କେବେ ବି 16 ସୋମବାର ଯାକ ନିଷ୍ଠା ସହକାରେ କରନ୍ତୁ। ତା ସହିତ ମଧ୍ୟ ଆପଣ ମନେ ରଖିଥାନ୍ତୁ ଆପଣ ଯଦି ଗରିବ ଅସହାୟଙ୍କୁ ଦାନ ଦେବା ପାଇଁ ଚାହାନ୍ତି ତ ଆପଣ ଜାଣିଛନ୍ତି ଆମର ଆମ୍ବୁଲାନ୍ସ ସେବା ଅଛି। ଆପଣ ମଧ୍ୟ ଯଦି ସୋମବାର ବ୍ରତ କରି ଆପଣ ଦାନ ସୋମବାରକୁ ସୋମବାର ପଠାଇ ପାରିବେ। ସ୍କ୍ରିନ୍ରେ ଚାଲିଥିବା ନମ୍ବରରେ ମଧ୍ୟ ପଠାଇ ପାରିବେ କଲ୍ କରିକି ମଧ୍ୟ ପଠାଇ ପାରିବେ। ଭକ୍ତବନ୍ଧୁ ସୋମବାରରେ ଓମ୍ ନମଃ ଶିବାୟ ମନ୍ତ୍ର 108 ଥର ଶିବ ମନ୍ଦିରରେ ଜପ କଲେ ବହୁତ ସୁଫଳ ମିଳେ। এই ଭିଡ଼ିଓକୁ ସେୟାର କରିବେ। ଏହା ଥିଲା 16 ସୋମବାର ବ୍ରତର ନିୟମ ଯାହାକି ଆପଣ ନିହାତି ଭାବରେ କରନ୍ତୁ। ଆଉ ସବୁବେଳେ ଓମ୍ ନମଃ ଶିବାୟ ଜପ କରନ୍ତୁ। ଜୟ ଜଗନ୍ନାଥ ଓମ୍ ନମଃ ଶିବାୟ।